Good morning, children. Today we shall discuss about your new topic. The first topic. ପିଲାମାନେ ତମର ପ୍ରଥମ ଅଧ୍ୟାୟ ତମ ବିଜ୍ଞାନ ବହିର ପ୍ରଥମ ଅଧ୍ୟାୟ ପ୍ରଥମ ବିଷୟରେ ତମ ପଦାର୍ଥ। ଆଜି ଆମେ ପଦାର୍ଥ ବିଷୟରେ ଜାଣିବା। ତମେ ଭଲ ଟିକେ ଆଟେଣ୍ଡନ୍ସ ଦେଇ ଶୁଣ, ଭଲ ମନ ଦେଇ ଶୁଣ। ପଦାର୍ଥ କହିଲେ ଆମେ ପ୍ରଥମେ କଣ ବୁଝିବା? ଦେଖ କଣ ଦିଆଯାଇଛି, ପ୍ରାକୃତିକ ଓ ମନୁଷ୍ୟକୃତ ପଦାର୍ଥ। ଦୈନନ୍ଦିନ ଜୀବନରେ ଆମ ଚତୁଃପାର୍ଶ୍ୱରେ ଆମେ ଅନେକ ପଦାର୍ଥ ଦେଖୁ। ଦୈନନ୍ଦିନ ଆମେ ଯୋଉ ଡେଲି ଲାଇଫରେ ଆମେ ଦୈନନ୍ଦିନ ଡେଲି ବା ପ୍ରତିଦିନ ଆମେ ଦେଖୁଛେ ଚାରି ପାଖରେ। ଆମେ ଦେଖୁଛେ ବହି ଦେଖୁଛେ, ଖାତା ଦେଖୁଛେ, ଟେବୁଲ ଦେଖୁଛେ, ବୋତଲ ଦେଖୁଛେ, ମୋବାଇଲ ଦେଖୁଛେ, ବିଭିନ୍ନ ପ୍ରକାର ପଦାର୍ଥ ଦେଖୁଛେ। ସେଗୁଡ଼ିକର ଉପାଦେୟତା ତଥା ଆବଶ୍ୟକତା ଅନୁସାରେ ଆମ ସେଥିମଧ୍ୟରୁ କେତେକ ବ୍ୟବହାର କରିଥାଉ। ଆମେ ଯୋଉଟା ଦେଖୁଛେ ତାର ଉପାଦେୟତା ତାର ଆବଶ୍ୟକତା ଅଛି। କେତେଗୁଡେ ଆମେ ତାକୁ ବ୍ୟବହାର କରିଥାଉ, ଯଥା ଜଳ, କାଠ, କୋଇଲା, ଖଣିଜ ପଦାର୍ଥ, ମୃତ୍ତିକା ଇତ୍ୟାଦି ଉପାଦେୟ ପ୍ରାକୃତିକ ପଦାର୍ଥର ଉଦାହରଣ। ଆମେ ଯୋଉଟା କହିଲି ପୂର୍ବରୁ ଯୋଉଟା କହିଲି ତା ସହିତ ଏଇଟା ବି ଅଛି। ଆମେ ଗୁଡା ସବୁ କହିପାରିବେ କି? ଯୋଉଟା ଅଛି ଜଳ, କାଠ, କୋଇଲା, ଖଣିଜ ପଦାର୍ଥ, ମୃତ୍ତିକା, ଏହାର ଆମର ଉପାଦେୟତା ଅଛି। ଏଇଗୁଡା ହେଲା ପ୍ରାକୃତିକ ପଦାର୍ଥର ଉଦାହରଣ। ପ୍ରାକୃତିକ ପଦାର୍ଥର ଉଦାହରଣ। ପ୍ରକୃତି ତିଆରି କରିଛି, ନେଚର ତିଆରି କରିଛି। ଏକ ଅଦୃଶ୍ୟ କିନ୍ତୁ ଅତି ଉପାଦେୟ ଆବଶ୍ୟକ ପ୍ରାକୃତିକ ପଦାର୍ଥ ହେଉଛି ବାୟୁ। ଏରା ଆମେ ଦେଖୁଛେ, ଆମ ଚାରିପାଖରେ ଦେଖୁଛେ, ଆମ ଚାରିପାଖରେ ଦେଖୁଛେ। ଇଏ ହେଲା ପ୍ରକୃତି ତିଆରି କରୁଛି। ଆଉ ଗୁରା ଆମେ ଦେଖିପାରୁନେ ଅଦୃଶ୍ୟ, ଯୋଉଟା କି ଏଟା କିନ୍ତୁ ଆମର ଆବଶ୍ୟକ, ନିତାନ୍ତ ଆବଶ୍ୟକ, ସେଇଟା ବି ପ୍ରକୃତି ତିଆରି କରୁଛି, ତାକୁ ହେଉଛି ବାୟୁ। ତେଣୁ ଆମେ ସବୁ ସମୟରେ ବାୟୁର ସଂସ୍ପର୍ଶରେ ଆସୁ। ବାୟୁ ବିନା ଜୀବନ ଅସମ୍ଭବ ଆମେ ଜାଣିଛେ। ଏସବୁ ବ୍ୟତୀତ ଅନେକ ପଦାର୍ଥ କିଛି ଅଛି ମନୁଷ୍ୟକୃତ। ଗୁରେ ପ୍ରକୃତି ତିଆରି କରିଛି, ଯଥା ଜଳ, କାଠ, କୋଇଲା, ବାୟୁ, ଖଣିଜ ପଦାର୍ଥ, ମୃତ୍ତିକା। ଏରା ମଣିଷ ତିଆରି କରିନି, ଏରା ପ୍ରକୃତି ବା ନେଚର ତିଆରି କରୁଛି। ତେଣୁ ଏଇଟା କୁହନ୍ତି ପ୍ରାକୃତିକ ପଦାର୍ଥ। ଯୋଉଟା ପ୍ରକୃତି ପ୍ରାକୃତିକ ପଦାର୍ଥ ଆଉ ଗୁରେ ମଣିଷ ତିଆରି କରିଛି, ସେଇଟା କହନ୍ତି ମନୁଷ୍ୟକୃତ। ମନୁଷ୍ୟକୃତ ଅର୍ଥ ମନୁଷ୍ୟ କରିଛି ବା ତିଆରି କରିଛି। ଆମେ ବ୍ୟବହାର କରୁଥିବା ଲୁଗାପଟା, ଆସବାବପତ୍ର, ବାସନକୁସନ, ଖାଦ୍ୟ ଓ ପାନୀୟ, ଜୀବନ ରକ୍ଷାକାରୀ ଔଷଧ, କୃଷି କ୍ଷେତ୍ରରେ ବ୍ୟବହୃତ ହେଉଥିବା ସାର, କୀଟନାଶକ, ପ୍ଲାଷ୍ଟିକ ନିର୍ମିତ ପଦାର୍ଥ, କାଗଜ, କାଳି, ବିଭିନ୍ନ ଯାନବାହନ ଇତ୍ୟାଦି ମନୁଷ୍ୟକୃତ। ମଣିଷ ତିଆରି ମ୍ୟାନମେଡ, ନ୍ୟାଚୁରାଲ ମେଡ। ତେଣୁ ପ୍ରଥମେ ଆମେ ପଦାର୍ଥ ଗୁଡା ଆଉ ଗୋଟେ ଦେଖ, ପଦାର୍ଥ ଜାଣିବା ପରେ ଆମେ ଜାଣିଛୁ ପଦାର୍ଥ ଗୁରେ ଅଛି ବସ୍ତୁ। ପଦାର୍ଥ ବସ୍ତୁ ହେଲା ଅବଜେକ୍ଟ। ତମେ ଖାଲି ଗୋଟେ ଗୋଟେ ଟର୍ମ ଟିକେ ଜାଣିଥା, କାରଣ ଭବିଷ୍ୟତ ପଢିବ, ସାଇନ୍ସ ପଢିବ, ବିଜ୍ଞାନ ପଢିବ, ସେ ଟର୍ମ ଗୁଡା ଟିକେ ଟିକେ ଖାଲି ଶୁଣିଥିବ। ଶୁଣିଥିଲେ ଏଇଟା ଶବ୍ଦ ଯଦି ଶୁଣିଥିବ ତମକୁ ଗୋଟେ ସୁବିଧା ହବ। ଅବଜେକ୍ଟ, ବସ୍ତୁ ହେଲା ଅବଜେକ୍ଟ, ପଦାର୍ଥ ହେଲା ମାଟେରିଆଲ। ତେଣୁ ବସ୍ତୁ, ପ୍ରଥମେ ଆମେ କହିବା ଗୋଟେ ଲୁହା। ଲୁହାଟା ଆମେ ଯୋଉ ଜିନିଷଟା ବ୍ୟବହାର କରୁଛେ ସେଇଟା କହୁଛେ ବସ୍ତୁ। ଯୋଉଟା ବ୍ୟବହାର କରୁଛେ, ନିଜେ ଆମେ ବ୍ୟବହାର କରୁଛେ ଡେଲି ଲାଇଫରେ ବା ଦୈନନ୍ଦିନ ବ୍ୟବହାର କରୁଛେ ସେଟା ବସ୍ତୁ। ଯୋଉଟା ବ୍ୟବହାର କରୁଛେ ବସ୍ତୁ, ଯୋଉଥିରୁ ତିଆରି ସେଇଟା ହେଲା ପଦାର୍ଥ। ଯଥା ମନେକର ଲୁହା, ଲୁହାଟା ହେଲା ପଦାର୍ଥ, କିନ୍ତୁ ଲୁହାରେ ତିଆରି ମନେକର କୋଡି, କୋଦାଳ, ଶାବଳ, ଏଇଟା ହେଲା ବସ୍ତୁ। ମନେକର ମାଟି, ମାଟିଟା ହେଲା ଆମର ପଦାର୍ଥ, କିନ୍ତୁ ମାଟି ଦେହରେ ମାଠିଆ, ସୁରେଇ, ଏଇଟା ସବୁ ହେଲା ମାଟି ତିଆରି। ଯୋଉଟା ତିଆରି ହେଇଛି, ମାଟି ଯୋଉଟା ତିଆରି ହେଇଛି ସେଇଟା ହେଲା ବସ୍ତୁ ଆମେ ବ୍ୟବହାର କରୁଛେ। ସୁରେଇ, ମାଠିଆ, ଏଇଟା ହେଲା କଣ? ଏଇଟା ହେଲା ତମର ହେଲା ବସ୍ତୁ। କାଠ ହେଲା, କାଠ 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 ତିଆରି ଚେୟାର ହେଲା, ଆମର ଚେୟାର, ଟେବୁଲ, ବେଞ୍ଚ, ଏଇଟା ହେଲା କଣ ନା ତମର ବସ୍ତୁ। କାଠଟା ହେଲା ପଦାର୍ଥ। ତେଣୁ ଏଥିରୁ ଆମେ ଜାଣିଲେ, ପ୍ରଥମ ଅନୁଚ୍ଛେଦରୁ ଆମେ ଜାଣିଲେ ଗୋଟେ ମଣିଷ ତିଆରି କରିଛି, ଗୋଟେ ପ୍ରକୃତି ତିଆରି କରିଛି। ପ୍ରକୃତି ଗୋଟେ କହନ୍ତି ପ୍ରାକୃତିକ ପଦାର୍ଥ, ଗୋଟେ ମଣିଷ ତିଆରି କରିଛି ମନୁଷ୍ୟକୃତ। ମନେ ରଖ, ଦେଖ ଏଇଟା କଣ ଦିଆଯାଇଛି, ମନେ ରଖ। ଯେଉଁ ବାୟୁ ଆମେ ସେବନ କରୁ, ଯେଉଁ ଖାଦ୍ୟ ଖାଉ, ଯେଉଁ ଜଳ ପାନ କରୁ, ଯେଉଁ ପୋଷାକ ପିନ୍ଧୁ, ଯାହା ସବୁ ଆମେ ଲେଖା ପଢା ଖେଳକୁଦରେ ବ୍ୟବହାର କରୁ, ଯେଉଁ ଗୃହରେ ବାସ କରୁ, ଏସବୁ ସହିତ ଆମ ଚତୁଃପାର୍ଶ୍ୱ ବସ୍ତୁକୁ ପଦାର୍ଥ କୁହାଯାଏ। ସେଗୁଡିକ ମଧ୍ୟରୁ କେତେକ ପ୍ରାକୃତିକ ଆଉ କେତେକ ମନୁଷ୍ୟକୃତ ଅଟେ। ଏଠି ଗୋଟେ ତମକୁ ଦିଆହେଇଛି, ତୁମ ବ୍ୟବହାର କରୁଥିବା ଘରେ ବାହାରେ ହେଉଥିବା 10 ଗୋଟି ପଦାର୍ଥ ତାଲିକା କର। ସେଗୁଡିକ ମଧ୍ୟରୁ କେଉଁଗୁଡିକ ପ୍ରାକୃତିକ ଆଉ କେଉଁଗୁଡିକ ମନୁଷ୍ୟକୃତ ବାଛ। ଟେବୁଲ ଦିଆଯିବ, ନିମ୍ନ ସାରଣୀ ତୁମ ଖାତା ପୂରଣ କର। ଯୋଉଟା ଦେଇଛି ଟେବୁଲରେ ଦେଖ, ଗୋଟେ ଦିଆଯାଇଛି ପ୍ରାକୃତିକ ପଦାର୍ଥ, ଆଉ ଗୋଟେ ହଉଛି
ମନୁଷ୍ୟକୃତ ପଦାର୍ଥ ଆମେ ଆଗରୁ ତ ଜାଣିଲେ କାଠ, ମାଟି, ଜଳ, ବାୟୁ, କୋଇଲା, ଖଣିଜ ପଦାର୍ଥ ଏଇରା ସବୁ ପ୍ରକୃତି ଆମେ ତିଆରି କରେ ନା ସେଟା ପ୍ରକୃତି ତିଆରି କରିଛି ତେଣୁ ଏରା ପ୍ରାକୃତିକ। ମଣିଷ ଟେବୁଲ, ଇଟା, ଚେୟାର, ବହି, ଖାତା, ବୋତଲ, ବ୍ୟାଗ ଏରା ବିଭିନ୍ନ ପ୍ରକାର ଏରା କହୁଛନ୍ତି ଆମେ କଣ ଟର୍ଚ୍ଚ ଏଇଗୁରା ହେଲା ମନୁଷ୍ୟକୃତ ପଦାର୍ଥ। ତାପରେ ଦେଖିବା କଣ ଅଛି ତାପରେ ଦେଖିବା ପଦାର୍ଥର ଗୁଣ। ତୁମ ପାଇଁ କାମ ଖଣ୍ଡେ ପଥର ନେଇ ଦେଖ ତାହା ଓଜନିଆ ଲାଗୁଛି କି? ଗୋଟିଏ କାଚ ଗ୍ଲାସରେ ଜଳ ନେଇ ଗ୍ଲାସର ବାହାର ପଟରେ ଗୋଟିଏ ଦାଗ ଦେଇ ଭିତରେ ଥିବା ଜଳର ଉପସ୍ତରକୁ ଚିହ୍ନିତ କର। ପଥର ଖଣ୍ଡରେ ଧୀରେ ଧୀରେ ଗ୍ଲାସ ଭିତରେ ପାଣିରେ ବୁଡାଇ ଦିଅ। ଗ୍ଲାସ ଭିତରେ ଥିବା ଜଳସ୍ତର ପରିବର୍ତ୍ତନ ହେଲା କି? ଜଳସ୍ତରରେ ଯଦି ପରିବର୍ତ୍ତନ ହେଲା ତାହେଲେ କାହିଁକି ଏପରି ହେଲେ ଚିନ୍ତା କର। ବିଭିନ୍ନ ଆକୃତିର 3-4ଟି କାଚ ପାତ୍ର ବୋତଲ ସଂଗ୍ରହ କର। ପ୍ରତି ବୋତଲ ଏକ ଗ୍ଲାସ ଜଳ ଭର୍ତ୍ତି କର। ବିଭିନ୍ନ ବୋତଲରେ ଜଳର ଆକୃତି ବ୍ୟାଖ୍ୟା କର। ଏହି ପରିମାଣ ଜଳ ବିଭିନ୍ନ ବୋତଲ ଥିବା ବେଳେ ସେଇ ଜଳର ଆକୃତି ଏକାପରି ଅଟେ କି? ମନେ ରଖ। ପ୍ରଥମ କରେ ତୁମ ପାଇଁ କାମରେ ବ୍ୟବହୃତ ପଥର ଖଣ୍ଡଟି ନିର୍ଦ୍ଦିଷ୍ଟ ଆକୃତି ଅଛି କିନ୍ତୁ ଖରେ ବ୍ୟବହୃତ କୌଣସି ନିର୍ଦ୍ଦିଷ୍ଟ ଆକୃତି ନାହିଁ। କଣ ଆକୃତି? ପ୍ରଥମେ ଆମେ ଗୋଟେ ପଥର ନେଲେ ତା ଓଜନିଆ କାଚ ଗ୍ଲାସରେ ଦେଲେ ଆଉ ଗୋଟେ ଦେଖିଲେ ବାହାର ଘରେ ଅଛି ଦାଗ ହେଇକି ଅଛି। ପ୍ରଥମଟା ତାର ଆକୃତି ଅଛି ଦ୍ୱିତୀୟଟାର ଆକୃତି ନାହିଁ। ପ୍ରଶ୍ନ 1ରେ ଧୂପକାଠିରୁ ବାହାରୁଥିବା ଧୂଆଁ ବାୟୁ ଜେଟ୍ ପ୍ଲେନରୁ ବାହାରୁ କିଛି ଧୂଆଁ କିଛି ନିର୍ଦ୍ଦିଷ୍ଟ ଆକୃତି ଅଛି କି? ଏଥିରୁ କେଉଁ ସିଦ୍ଧାନ୍ତ ଉପନୀତ ହେଲା? ଖରେ ବ୍ୟବହୃତ ହୋଇଥିବା ଯେକୌଣସି ଗୋଟିଏ ଖାଲି ବୋତଲର ଓଜନ ନିର୍ଣ୍ଣୟ କର। ଏଥିପାଇଁ ତୁମ ସ୍କୁଲରେ ଥିବା ସ୍ପ୍ରିଙ୍ଗ ବାଲାନ୍ସ ଯୋଉ ଓଜନ ବ୍ୟବହାର କରୁଛେ ବ୍ୟବହାର କରିପାର। ତାପରେ ସେଇ ବୋତଲରେ ଜଳ ପୁରାଇ ଓଜନ ନିର୍ଣ୍ଣୟ ଏଇ ଦୁଇଟି ଓଜନ ମଧ୍ୟ ଥିବା ପାର୍ଥକ୍ୟ ଦର୍ଶାଇ କର। ଏଥର କେଉଁ ସିଦ୍ଧାନ୍ତରେ ଉପନୀତ ଇଟା? ତ ଗୋଟେ ଇଟା ଅଛି ଆଉ ଗୋଟେ ଫଳରସ ବିକର। ଇଟା ଗୋଟିଏ କଠିନ ପଦାର୍ଥ ଏହାର ନିର୍ଦ୍ଦିଷ୍ଟ ଆକୃତି ଅଛି ଓ ଆୟତନ ଅଛି। ଏଇଟା 4 କଣିଆ ହେଲା ତାର ଆୟତନ ଯୋଉ ଦୈର୍ଘ୍ୟ ପ୍ରସ୍ତ ଉଚ୍ଚତା ଆମେ ଜାଣିଛେ ଆକୃତି ଅଛି। ଏହାର ଅଛି ଇଏ କଠିନ ପଦାର୍ଥ। କଠିନ ପଦାର୍ଥର ଆମେ ଜାଣିଲେ ଆକୃତି ଅଛି ଆଉ ଆୟତନ ଅଛି। କିନ୍ତୁ ଫଳରସ ଦେଖ ଅରେଞ୍ଜ ଫଳରସ ବିକରରେ ଦିଆହେଇଛି। ଏ ଫଳରସ ତରଳ ପଦାର୍ଥ ଏହାର ନିର୍ଦ୍ଦିଷ୍ଟ ଆୟତନ ଅଛି କିନ୍ତୁ ଆକୃତି ନାହିଁ। ୟାର ଫିକ୍ସ ଅଛି କାହାର? କଠିନ ପଦାର୍ଥର ଆକୃତି ଆଉ ଆୟତନ ରହିଛି କିନ୍ତୁ ୟାର ଅଛି ଆୟତନ ଅଛି କାହାର? ଜଳର ଆୟତନ ଅଛି କିନ୍ତୁ ଆକୃତି ନାହିଁ। ତାକୁ ଯୋଉ କୌଣସି ଜାଗାରେ ନେଇ ରଖିବ ଥାଳି ରଖିଲେ ଥାଳିଏ ଫଳରସ ଥାଳିଏ ପାଣି ରଖିଲେ ପାଣି ଥାଳିଏ ପାଣି ଗ୍ଲାସ ରଖିଲେ ଗ୍ଲାସ ପାଣି ତାକୁ ଯୋଉ ପାତ୍ରରେ ରଖିବ ଯୋଉ କଣ୍ଟେନର ରଖିବ ସେ ସେଇ ଆକାର ଆକୃତି ଧାରଣ କରିବ। ତେଣୁ କଠିନ ପଦାର୍ଥ ଆକୃତି ଅଛି ଆୟତନ ଅଛି ୟାର ଆକୃତି ଅଛି ଏ ଆୟତନ ଅଛି ଆକୃତି ନାହିଁ। ତାପରେ ଦେଖିବା କଣ ଦେଖ ତୁମ ପାଇଁ କାମ ଦେଖ ଖାଲି ବେଲୁନ ଟେ ନିଆ ହେଇଛି ବାୟୁ ଭର୍ତ୍ତି ଫୁଙ୍କି କରୁଛେ। ତୁମ ପାଇଁ କାମ 1.3 ଗୋଟିଏ ବେଲୁନ ଓ ଖଣ୍ଡିଏ ସରୁ ସୂତା ନେଇ ପରୀକ୍ଷା କରି ପ୍ରମାଣ କରି ଚେଷ୍ଟା କର ବାୟୁ ଯଦି ଓଜନ ଅଛି ଆବଶ୍ୟକ ହେଲେ ଶିକ୍ଷକ ବେଲୁନର ଆକୃତି ଅନୁସାରେ ବାୟୁ ବିଭିନ୍ନ ଆକୃତି ହୋଇଥାଏ। ବାୟୁ ଗୋଟିଏ ଗ୍ୟାସୀୟ ପଦାର୍ଥ ଏହାର ନିର୍ଦ୍ଦିଷ୍ଟ ଆୟତନ ଓ ଆକୃତି ନଥାଏ। ଏଇଟା ଆମେ 3ଟା ଇଏରୁ ଜାଣିଲେ ଗୋଟେ ହେଲା ଇଟା ଗୋଟେ ହେଲା ଫଳରସ ଗୋଟେ ହେଲା ବାୟୁ। ପ୍ରଥମ ହେଲା କଠିନ ପଦାର୍ଥ ଦ୍ୱିତୀୟଟି ହେଲା ଇଟା ହେଲା କଠିନ ପଦାର୍ଥ ତାର ଆୟତନ ଓ ଆକୃତି ଅଛି ଫିକ୍ସ ଅଛି ଏବଂ ତା ନା କଣ ଫଳରସ ବା ତରଳ ପଦାର୍ଥର ଆୟତନ ଅଛି କିନ୍ତୁ ଆକୃତି ନାହିଁ। ଯେକୌଣସି ପାତ୍ରରେ ରଖିଲେ ସେଇ ଆକୃତି ଧାରଣ କରିଥାଏ। ଗ୍ୟାସୀୟ ପଦାର୍ଥ ଯୋଉ ପବନ କହୁଛୁ ଗ୍ୟାସୀୟ ପଦାର୍ଥ ଇଏ କଠିନ ତରଳ ଗ୍ୟାସୀୟ ପଦାର୍ଥର ଆୟତନ ନାହିଁ କି ଆକୃତି ନଥାଏ। ତେଣୁ ଉପର ପରୀକ୍ଷା କରି ଦେଖିଲେ ତମକୁ କାମ ଦିଆଯାଇଥିଲା ଗୁଡ଼ିକରେ ବ୍ୟବହୃତ ହେଉଥିବା ପଥର ଖଣ୍ଡ ଜଳ ଓ ଗ୍ୟାସ ବେଲୁନ ଓ ବେଲୁନ ଭିତରେ ଥିବା ବାୟୁ ପ୍ରତ୍ୟେକ ପଦାର୍ଥ ଅଟେ କାରଣ ଏଗୁଡ଼ିକର ଓଜନ ଆୟତନ ଆକାର ଅଛି। ପଦାର୍ଥ କାରଣ ଓଜନ ଅଛି ଆୟତନ ଅଛି ଆକାର ଅଛି। ବାୟୁକୁ ଆମେ ଦେଖିପାରିନଥିଲେ ମଧ୍ୟ ଏହା ଏକ ପଦାର୍ଥ। ବାୟୁର ସଂସ୍ପର୍ଶରେ ଆସି ଆମେ ଜାଣିଛେ ଓଜନ ଅଛି ଆୟତନ ଅଛି ଆକାର ଅଛି ତାକୁ କହୁଛେ ପଦାର୍ଥ। ବାୟୁ ମଧ୍ୟ ଏକ ପଦାର୍ଥ। ବାୟୁର ସଂସ୍ପର୍ଶରେ ଆସି ଆମେ ବିଭିନ୍ନ ଉପସ୍ଥିତି ଜାଣିପାରୁ ତାପ ଆଲୋକ ଅଙ୍ଗାର ମୋବାଇଲ ଫୋନ ଶବ୍ଦ ପଦାର୍ଥ କି ଏମାନଙ୍କ ମଧ୍ୟରେ ପାଖରେ ଥାଇ ଦିଶଇ ନାହିଁ ରାଗିଲେ ସେ ସବୁ ଭାଙ୍ଗି ଦିଏ। ପାଖରେ ଥାଇ ଦିଶଇ ନାହିଁ ଧରିଲେ ଧରା ଦିଅଇ ନାହିଁ କହରେ ପିଲେ କହରେ କିଏ। ପାଖରେ ଥାଇ ଦିଶଇ ନାହିଁ ରାଗିଲେ ସବୁ ଭାଙ୍ଗି ଦିଏ। କାରଣ ଏଠି କିଏ କହିଲ ନା ବାୟୁ ନା ପାଖରେ ଅଛି ଆମେ ତାକୁ ଦେଖିପାରିବାନି। କିଛି ରାଗିଲେ ଯଦି ପବନ ବହିଲା ସେ ବିଭିନ୍ନ ପ୍ରକାର ବାଡେଇ ଭାଙ୍ଗି
ବାଡି ଭାଙ୍ଗିଲା ବେଳେ ବା ଯୋଉଟା ଯିବ ଭାଙ୍ଗି ଭୁଙ୍ଗା ପକେଇବ। ପବନ ଦେଖୁନ ଗଛ ପତ୍ର ସବୁ ଭାଙ୍ଗି ପକଉଛି। ଧରିଲେ ଧରା ଦିଏ ନାହିଁ, କହରେ ପିଲା କହିଲେ ତାକୁ ଧରିଲେ ଧରା ଦିଏନି, ସେ ହେଲା ବାୟୁ। ତାପରେ ଦେଖ ପଦାର୍ଥର ବିଭିନ୍ନ ଅବସ୍ଥା। ଗୋଟିଏ କାଚ ଗ୍ଲାସରେ ଖଣ୍ଡିଏ ବରଫ ରଖ, କିଛି ସମୟ ପରେ ବରଫ ଖଣ୍ଡର କି ପରିବର୍ତ୍ତନ ହେଲା? ଗୋଟେ କାଚ ଖଣ୍ଡ ବରଫ ଟିକେ ରଖିବେ, ଗ୍ଲାସରେ ବର୍ତ୍ତମାନ ଜମା ହେଇଥିବା ତଳ ପଦାର୍ଥ କଣ ହୋଇପାରେ? ସେଇ ତଳ ପଦାର୍ଥ ଗୋଟିଏ ଆଲୁମିନିୟମ ବା ଷ୍ଟିଲ ବାଟିରେ ନେଇ ଗରମ କରି ଦେଖ କଣ ହେଉଛି। କିଛି ସମୟ ପରେ ସେଇ ବାଟି ଉପରେ ଗୋଟିଏ ଥାଳିଆ ଢାଙ୍କି ରଖ ଓ ଗରମ କରିବା ବନ୍ଦ କରିଦିଅ। ବାଟି ଓ ଥାଳିଆ ଥଣ୍ଡା ହେଇଯିବା ପରେ ଥାଳିଆ ବାହାର କରି ଦେଖ ତା ତଳ ପଟରେ କଣ ସବୁ ଲାଗିଛି। ଏହିପରି ଢାଙ୍କୁଣିର ତଳପଟେ ଜଳବିନ୍ଦୁ ଜମିଯିବାର ଅନ୍ୟ କେଉଁଠି ଦେଖିଛ କି? ତାହା ତୁମ ଖାତାରେ ଲେଖ। ବରଫ ଖଣ୍ଡର ଅବସ୍ଥାରେ ଯେଉଁ ପରିବର୍ତ୍ତନ ହେଲା ତାହା ଦେଖିଲ। କଠିନ ବରଫ ତରଳି ଯେଉଁ ପଦାର୍ଥ ଉତ୍ପନ୍ନ ହେଲା ତାହା ହେଲା ନିଶ୍ଚୟ ଜଳ, କାରଣ ଜଳରୁ ହିଁ ବରଫ ତିଆରି ହୋଇଥାଏ। ଜଳକୁ ଆମେ ଯଦି ଥଣ୍ଡା କରିଦେବା ଆମେ ତାର ବରଫ ହଉଛି। ଆମେ ଯୋଉ ଫ୍ରିଜ ରେ ରଖୁଛେ, ଜଳ ନେଇ ରଖୁଛେ, ଜଳଟା କଣ ଥଣ୍ଡା ହେଲାଠୁ ବରଫ ହଉଛି। ତେଣୁ ବରଫ ଜଳର କଠିନ ଅବସ୍ଥା ଓ ଜଳ ବରଫର ତରଳ ଅବସ୍ଥା। ଜଳ ସେଇ କଠିନଟାକୁ ପୁଣି ସେଇ ବରଫଟାକୁ ଯଦି ଆମେ ପୁଣି ଥଣ୍ଡା କରିଦବା, ପୁଣି ଯଦି ଇଏ କରିଦବା ଗରମ ଦେଇଦବା, ସେ ପୁଣି ତରଳ ହେଇଯିବ। ତେଣୁ ପ୍ରଥମ ସେ ଜଳଟା ବରଫ, ଜଳର କଠିନ ଅବସ୍ଥା, ପୁଣି ଜଳଟା ବରଫର ତରଳ ଅବସ୍ଥା। ଜଳଟାକୁ ଯେତେବେଳେ ଥଣ୍ଡା କରୁଛେ ସିଏ ହଉଛି କଠିନ ବା ବରଫ, ଆଉ ଯେତେବେଳେ ସେଟାକୁ ପୁଣି ଗରମ କରୁଛେ ତରଳ ହଉଛି। ତରଳ ଜଳକୁ ଗରମ କରିବ, ସେଥିରେ ବାମ୍ଫ ବାହାରିଲା ଦେଖିବ। ଯେତେବେଳେ ଆମେ ଯଦି ତରଳଟାକୁ ପୁଣି ଇଏ କରିବା କଣ ନା, ତାକୁ ଯଦି ବସେଇବା, ତାକୁ ଯଦି ଇଏ କରିବା ଗରମ କରିବା, ତା ସହିତ ବାମ୍ଫ, ଆମେ ଯୋଉ ବାଷ୍ପ କରୁଛେ ତାକୁ ବାମ୍ଫ, ତାହା ହଉଛି ଜଳର ଗ୍ୟାସୀୟ ଅବସ୍ଥା। ବାମ୍ଫ ଯେତେବେଳେ ଥାଳିଆର ତଳ ପଟରେ ଥିଲା ଥଣ୍ଡା ହେଲା, ତାହା ପୁଣି ତରଳ ଜଳରେ ପରିଣତ ହୋଇ ଟୋପା ଟୋପା ହେଇ ଲାଗିଥିଲା। ଦେଖାଗଲା ଯେ କଠିନ ବରଫ ତରଳ ଜଳ ହୁଏ। ତରଳ ଜଳକୁ ଉତ୍ତପ୍ତ କଲେ ଏହା ଗ୍ୟାସୀୟ ଅବସ୍ଥାରେ ବାଷ୍ପରେ ପରିଣତ ହୁଏ। ଏଇ ବାଷ୍ପକୁ ଥଣ୍ଡା କଲେ ପୁଣି ତରଳ ଜଳ ମିଳେ। ଏଇ ତରଳ ଜଳକୁ ଅଧିକ ଥଣ୍ଡା କଲେ ଫ୍ରିଜ ଭିତରେ ରଖାଯାଇପାରେ। ଏଇ କଣ ହେଲେ କଣ ଆମେ ଜାଣିଲେ? ପାଣି। ପାଣିଟାକୁ ଯଦି ଆମେ ଥଣ୍ଡା କରିବା, ଜଳଟାକୁ ଥଣ୍ଡା କରିବା, ସିଏ ହବ, ଜଳଟା ପ୍ରଥମେ ଥିଲା କଣ ତରଳ ଅବସ୍ଥା, ତାକୁ ଯଦି ଥଣ୍ଡା କଲେ ବା ଫ୍ରିଜ ଭିତରେ ରଖିଲେ ହେଲା କଠିନ, ହେଲା ବରଫ, ହେଲା କଠିନ ଅବସ୍ଥା। ତରଳରୁ କଠିନ ହେଲା, ସେଇ ତରଳ ପୁଣି ଯଦି ବାଷ୍ପ କରି ହବ ଗ୍ୟାସୀୟ ଅବସ୍ଥା ହବ। ତେଣୁ ଏଇଠି ହବ ଗୋଟିଏ ପଦାର୍ଥର ବିଭିନ୍ନ ଅବସ୍ଥା। ଗୋଟେ ହେଲା ତରଳରୁ କଠିନ, ତରଳରୁ ଗ୍ୟାସୀୟ। ତୁମ ପାଇଁ କାମ ଏଇଠି ଦେଖ, ଖଣ୍ଡିଏ ମହମୁଣ୍ଡାକୁ ଗୋଟିଏ ଆଲୁମିନିୟମ ବା ଷ୍ଟିଲ ବାଟିରେ ନେଇ ଗରମ କରି ରଖ। ତ ବରଫ ଖଣ୍ଡକୁ କୋଉଠି ରଖାଗଲା? ମହମ ମୁଣ୍ଡାକୁ ଗୋଟିଏ ଆଲୁମିନିୟମ ବା ଷ୍ଟିଲ ବାଟିରେ ନେଇ ଗରମ କରି ରଖ। ଏଇଟା ହେଲା କଣ? ଏଇ ପ୍ରକ୍ରିୟାରେ ଘଟୁଥିବା ପରିବର୍ତ୍ତନ ଲେଖି ଲେଖ ତୁମ ଶ୍ରେଣୀର ଅନ୍ୟ ଛାତ୍ରଛାତ୍ରୀ କେଉଁ ପଦାର୍ଥ ଦେଖ। ଏଇଟା କଣ? ଗୋଟେ ବରଫ ଖଣ୍ଡ ଜଳର କଠିନ ଅବସ୍ଥା, ଗ୍ଲାସରେ ଥିବା ଜଳର ତରଳ ଅବସ୍ଥା, କେଟଲିରୁ ବାହାରୁଥିବା ବାମ୍ଫ ଜଳର ଗ୍ୟାସୀୟ ଅବସ୍ଥା। ପ୍ରତ୍ୟେକ ପଦାର୍ଥର ତିନୋଟି ଅବସ୍ଥା ଅଛି, କଠିନ ଅବସ୍ଥା, ତରଳ ଅବସ୍ଥା ଓ ଗ୍ୟାସୀୟ ଅବସ୍ଥା। ପଦାର୍ଥର ଗୋଟିଏ ଅବସ୍ଥାରୁ ଅନ୍ୟ ଗୋଟିଏ ଅବସ୍ଥାକୁ ରୂପାନ୍ତରିତ ହେବା ଏକ ଭୌତିକ ପରିବର୍ତ୍ତନ ଅଟେ। ପଦାର୍ଥରେ ଯଦି ଗୋଟିଏ ପଦାର୍ଥ ପରିବର୍ତ୍ତନ ହଉଛି ଆଉ ଗୋଟେ ଅବସ୍ଥାକୁ, ଏଇଟା କହୁଛୁ ତାର ଭୌତିକ ପରିବର୍ତ୍ତନ। ଏହି ସମୟରେ ପଦାର୍ଥର କେତେକ ଭୌତିକ ଗୁଣର ପରିବର୍ତ୍ତନ ହୋଇଥାଏ। ପଦାର୍ଥ କେଉଁ ଅବସ୍ଥାରେ କେଉଁ ଗୁଣ ଥାଏ ତାହା ସଂକ୍ଷେପରେ ଆଲୋଚନା କରିବ। ପଦାର୍ଥର କଠିନ ଅବସ୍ଥା। ଏଇ ଅବସ୍ଥାରେ ପଦାର୍ଥ ନିଜର କଠିନ ଅବସ୍ଥା ଥାଏ, ତାହେଲେ ନିଜର ଆକାର ଅଛି, ଆୟତନ ଅଛି, ବସ୍ତୁତ୍ୱ। ଏହାକୁ ଯେଉଁଠାରେ ରଖିଲେ ମଧ୍ୟ ସେ ଏହା କିଛି ସ୍ଥାନ ଅଧିକାର କରେ। ନିଜ ମନରୁ ଅନୁଭୂତିରୁ ପଦାର୍ଥର ତରଳ ଅବସ୍ଥା। ଏଇ ଅବସ୍ଥାରେ ପଦାର୍ଥର ନିଜର ଆୟତନ ଓ ବସ୍ତୁତ୍ୱ ଥାଏ, କିନ୍ତୁ ନିର୍ଦ୍ଦିଷ୍ଟ ଆକୃତି ନଥାଏ। କିନ୍ତୁ କଠିନରେ କଣ? ଆକାର ଅଛି, ଆୟତନ ଅଛି, ବସ୍ତୁତ୍ୱ ଅଛି। ୟାର କିନ୍ତୁ ତରଳ ପଦାର୍ଥର ଆୟତନ ଅଛି ଓ ବସ୍ତୁତ୍ୱ ଅଛି, କିନ୍ତୁ ଆକୃତି ନଥାଏ। ଯେପରିକି ଅଧା ଲିଟର କ୍ଷୀର ପଲିଥିନ ପାଉଚରେ ଆଣିବା ବେଳେ ଏହା ସେହି ପାଉଚର ଆକୃତିରେ ହୋଇଥାଏ। ସେହି କ୍ଷୀରକୁ ପାଉଚରୁ ବାହାର କରି ପୁଣି ଫୁଟିବା ପାଇଁ ଯେଉଁ ପାତ୍ର ଦିଆଯାଏ, ତାହା ସେହି ପାତ୍ରର ଆକୃତି ଧାରଣ କରିଥାଏ। ତରଳ ପଦାର୍ଥକୁ ଯେକୌଣସି ଜାଗାରେ ନେବ, ସେ ଯୋଉ ଗ୍ଲାସ ହେଲେ ଗ୍ଲାସେ କ୍ଷୀର ନିଅ, କି ପାଣି ନିଅ ଗ୍ଲାସେ ପାଣି, କି ଗ୍ଲାସେ କ୍ଷୀର, ଥାଳି ଲାଗିଲେ ଥାଳିଏ, ଏମିତି ନବ, ଯୋଉ ପାତ୍ର ନବ ସେ ସେଇ ଆକୃତି ଧାରଣ କରିଥାଏ। ନିଜ ଅନୁଭୂତିରେ ଅନ୍ୟ କିଛି ତରଳ ପଦାର୍ଥର ଉଦାହରଣ ଦିଅ। ଏଠି ଦେଖ ଜଳ ସ୍ତର କେମିତି ହେଇଛି, ଜଳ, ବେକର, ପାଣି, ଗ୍ଲାସ ପାଣି, ଏଟା କନିକା ଫ୍ଲାସ୍କ, ତାପରେ ସମତଳ ଭୂମିରେ ଫ୍ଲାସ୍କ ପାଣି। ତାପରେ ଆଜି ଏଠି ଲକ୍ଷ୍ୟ କଲେ ଯେ ତରଳ ପଦାର୍ଥକୁ ସର୍ବଦା ପାତ୍ର ମଧ୍ୟରେ ରଖିବାକୁ ହୁଏ।
ଏବଂ ତରଳ ପଦାର୍ଥ ଯେଉଁ ପାତ୍ରରେ ରଖାଯାଇଥାଏ ତା ସେଇ ଆକୃତି କହିଥାଏ। ଏଇଟା ମୁଁ ଆଗରୁ କହିଦେଇଛି। ତୁମେ ଦେଖିଥିବ ଯେ ଝରଣା ପାହାଡର ଉପରୁ ତଳକୁ ବହି ଆସେ, ସେହିପରି ନଈରେ ପାଣି ଉପରକୁ ତଳ ତଳକୁ ବହି ଆସିଥାଏ। ସହର ମାନଙ୍କରେ ଛାତ ଉପରେ ଏଇ ଟାଙ୍କିରୁ ପାଣି ଭିତରକୁ ବହି ଆସି ଟ୍ୟାପ ମାନଙ୍କରେ ଜଳ ବାହାର କରେ। କାରଣ ପଦାର୍ଥ ତରଳ ଅବସ୍ଥାରେ ସର୍ବଦା ନିମ୍ନଗାମୀ। ତରଳ ପଦାର୍ଥ ପଦାର୍ଥର ଗୋଟେ ଧର୍ମ ଅଛି। ତରଳ ପଦାର୍ଥ ହେଲା ନିମ୍ନଗାମୀ, ସେ ତଳକୁ 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 ବହିବ। ଗୋଟେ ପାଣି ଢାଳି ଦେଲେ, ସେ ତରଳ ପଦାର୍ଥ ଢାଳି ଦେଲେ ସେ ତଳକୁ ତଳକୁ ଯିବ। ତେଣୁ ତା ଧର୍ମ ହେଲା, ତରଳ ପଦାର୍ଥ ଧର୍ମ ହେଲା ସର୍ବଦା ନିମ୍ନଗାମୀ। ଗ୍ୟାସ ହେଲା ଊର୍ଦ୍ଧ୍ୱଗାମୀ। ଘରେ, ଦୋକାନରେ ତେଲ, କ୍ଷୀର, ଜଳ ଇତ୍ୟାଦି ତରଳ ପଦାର୍ଥକୁ କିପରି ରଖାଯାଏ ଲକ୍ଷ୍ୟ ରଖ। ପଦାର୍ଥର ଗ୍ୟାସୀୟ ଅବସ୍ଥା। ଏହି ଅବସ୍ଥାରେ ପଦାର୍ଥର କୌଣସି ନିର୍ଦ୍ଦିଷ୍ଟ ଦିଗରେ ଆକାର ନାହିଁ କି ଆୟତନ ନଥାଏ, ମାତ୍ର ବସ୍ତୁତ୍ୱ ଥାଏ। ସାମାନ୍ୟ ତାପ ଓ ଚାପର ତାରତମ୍ୟ ହେଲେ ଏହା ଆୟତନର ହ୍ରାସ ବୃଦ୍ଧି ଘଟେ। ଅମ୍ଳଜାନ, ଉଦ୍ଜାନ, ଯବକ୍ଷାରଜାନ ଇତ୍ୟାଦି ଗ୍ୟାସୀୟ ପଦାର୍ଥ ହେଲେ ଗ୍ୟାସ। ତୁମେ କେତେଟା ଉଦାହରଣ ମନେ ରଖ। ଗ୍ୟାସୀୟ ପଦାର୍ଥ ଗୁଡିକ ସର୍ବଦା ଆବଦ୍ଧ ପାତ୍ରରେ ରଖାଯାଏ। ତାକୁ ରଖାଯାଏ। ଆମେ ଯୋଉ ଆଣୁଛେ ଗ୍ୟାସ ଆଣୁଛେ, ରୋଷେଇ ପାଇଁ ଆଣୁଛେ, ଗ୍ୟାସ ସିଲିଣ୍ଡର ଅଛି। ଆଉ ଯୋଉଟା ତମେ ତ ସ୍କୁଲରେ ଥିବ ଦେଖିବ ଗୋଟେ ଗ୍ୟାସ ଇଏ ଥାଏ, କାର୍ବନ ଡାଇଅକ୍ସାଇଡ ଗୋଟେ ସିଲିଣ୍ଡର ଥାଏ। ଗ୍ୟାସୀୟ ପଦାର୍ଥକୁ ଯେଉଁ ଆବଦ୍ଧ ପାତ୍ରରେ ରଖାଯାଏ ତାହା ସେହି ପାତ୍ର ମଧ୍ୟରେ ସମ୍ପୂର୍ଣ୍ଣ ବ୍ୟାପିଥାଏ। ଗ୍ୟାସର ପରିମାଣ କମ ବେଶୀ ବା ଆବଦ୍ଧ ପାତ୍ର ଛୋଟ ବଡ ଯାହା ହେଲେ ମଧ୍ୟ ଏହା ବ୍ୟାପିବା ପ୍ରକ୍ରିୟାରେ ଫରକ ପଡେ ନାହିଁ। ଗୋଟିଏ ଖୋଲା ବୋତଲରେ ଜଳନ୍ତା ଧୂପକାଠି ପୁରାଇ କାଢି ଆଣ, ବୋତଲର ମୁହଁଟିକୁ ଟିପି ଦେଇ ବନ୍ଦ କର। ଲକ୍ଷ୍ୟ କଲେ ଦେଖିବ ଧୂପକାଠି ଧୂଆଁ ଅଳ୍ପ ସମୟରେ ଚାରିଆଡେ ଖେଳି ଯାଇଥାଏ। ତେଣୁ ତାପରେ ତାର ଗୋଟେ ଉଦାହରଣ ଅଛି। ଡାକ୍ତରଖାନାରେ ଇସ୍ପାତ ଟାଙ୍କି ମଧ୍ୟରେ ଥିବା ଅମ୍ଳଜାନ ଗ୍ୟାସ ଯେତେବେଳେ ଉଚ୍ଚ ଚାପଯୁକ୍ତ ହୋଇ ରହିଥାଏ, ସେତେବେଳେ ତାହା ତରଳ ଅବସ୍ଥା, ଯେତେବେଳେ ଚାପ ଯେତେବେଳେ ତରଳ ଅବସ୍ଥା ଥାଏ। ଗ୍ୟାସ ସିଲିଣ୍ଡରରେ ମଧ୍ୟ ଇନ୍ଧନ ଗ୍ୟାସ ଉଚ୍ଚ ଚାପରେ ତରଳ ଅବସ୍ଥାରେ ଥାଏ। ରେଗୁଲେଟର ସାହାଯ୍ୟରେ ରେଗୁଲେଟର ସାହାଯ୍ୟରେ ଯେତେବେଳେ ଟାଙ୍କି ମୁହଁ ଖୋଲାଯାଏ, ତାହା ବାୟୁମଣ୍ଡଳୀୟ ଚାପ ପାଇ ପୁଣି ଗ୍ୟାସୀୟ ଅବସ୍ଥାକୁ ଆସିଥାଏ। ବାୟୁମଣ୍ଡଳ ଏହି ଅମ୍ଳଜାନ ଗ୍ୟାସୀୟ ଅବସ୍ଥାରେ ହିଁ ରହିଥାଏ, କାରଣ ବାୟୁମଣ୍ଡଳ ତାପମାତ୍ରା ଓ ଚାପରେ ଏହା ଗୋଟିଏ ଗ୍ୟାସୀୟ ପଦାର୍ଥ ଅଟେ। ପିଲାମାନେ ଆଜି ତ ଆମେ ଏତିକି ପଢିଲେ। ତୁମ ପାଇଁ କାମଟା 1.6 ତମ ପାଇଁ କାମ ହେଲା। ଆଜି ଆମେ ପଦାର୍ଥ ମନୁଷ୍ୟକୃତ ପଦାର୍ଥ, ପ୍ରାକୃତିକ ପଦାର୍ଥ, ପଦାର୍ଥ ତିନୋଟି ଅବସ୍ଥା, କଠିନ, ତରଳ, ଗ୍ୟାସୀୟ, ତାର ଉଦାହରଣ ଜାଣିଲ। ତୁମ ପାଇଁ କାମ ଦିଆଗଲା। ତମେ ଏଥିରୁ ଏଇ ଯେତିକି ଆମେ ଆଜି ପଢିଲେ ତମକୁ ଭଲ ଭାବେ ତମେ ବୁଝିପାରିଥିବ, ଭଲ ଭାବେ ଜାଣିପାରିଥିବ, ଭଲ ଲାଗିଥିବ। ତେଣୁ ଏଇ ଭଲ ଲାଗିବାଟାକୁ ତମର ସାଙ୍ଗ ଆଉ ରିଲେଟିଭ ମାନଙ୍କ ସହିତ ତମେ ସେୟାର କରିବ। ଲାଇକ୍ କରିକି ଲାଇକ୍ କରିବ, ସେୟାର କରିବ, ସବସ୍କ୍ରାଇବ କରିବ ଏବଂ ପାଠ ଟିକେ ଭଲକି ବୁଝିବ। ଏମିତି ହେଲେ ତମର ଉତ୍ତରୋତ୍ତର ଉନ୍ନତି ହେବ। ଥ୍ୟାଙ୍କ ୟୁ ଫର ୱାଚିଂ ଦିସ୍ ଟପିକ୍।